ଆଜି ହେଉଛି ସନ୍ଥ କବି ଭୀମ ଭୋଇଙ୍କର ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସନ୍ଥ କବି ଭୀମ ଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନଥିଲେ, ସେ ଥିଲେ ମାନବତା, କରୁଣା ଏବଂ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ୱର। ଅତ୍ୟନ୍ତ ସରଳ ଓ ସାବଳୀଳ ଭାଷାରେ ଭଜନ ଓ ଚଉତିଶା ମାଧ୍ୟମରେ ସେ ମାନବତା, ସରଳତା ଓ ସାମାଜିକ ସମାନତାର ବାର୍ତ୍ତା ସେ ଦେଉଥିଲେ। ସେ ଦିବ୍ୟାଙ୍ଗ ଥିଲେ ସତ, ଦେଖିପାରୁନଥିଲେ, କିନ୍ତୁ ତାଙ୍କ ଦେଖାଇବା ରାସ୍ତା, ତାଙ୍କ ମୁଖ ନିଃସୃତ ବାଣୀ ଆଜି କୋଟି କୋଟି ଲୋକଙ୍କୁ ଆଜି ମାର୍ଗଦର୍ଶନ ପ୍ରଦାନ କରୁଅଛି। ସେ ଜୀବଜଗତର ଦୁଃଖରେ ଅତ୍ୟନ୍ତ ଦୁଃଖୀ ହୋଇ ସେ କହିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମୁତ ଦେଖୁ ଦେଖୁ କେବା ସହୁ, ମଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଏ ମହାନ ଚିନ୍ତାଧାରା ଆଜି ସନ୍ଥ କବିଙ୍କୁ ଆଜି ବିଶ୍ୱ ବିଦିତ କରିଛି। ଏଭଳି ଚିନ୍ତାଧାରା କେବଳ ଜଣେ କବି କିମ୍ବା ଲେଖକ ପକ୍ଷରେ ସମ୍ଭବ ନୁହଁ, ଏହା କେବଳ ଜଣେ ସନ୍ଥ ହିଁ କରିପାରିବେ। ଅନ୍ଧ ହୋଇ ମଧ୍ୟ ତାଙ୍କର ଜ୍ଞାନ ଓ ଭକ୍ତିଭାବ ସାରା ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ସହିତ ସାରା ବିଶ୍ୱକୁ ସମୃଦ୍ଧ କରିପାରିଛି।